ପୋଲିସ ଗାଡ଼ି ଭିତରେ ବସିଥିଲି। ଗାଡ଼ି ଭିତରେ ହିଁ ବୁଲିଛି। ମହାକାଳପଡ଼ା ଆଇଆଇସି ମୋତେ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଆଉ ମହାକାଳପଡ଼ା ବିଧାୟକଙ୍କର ବି କୋଉଠି ହାତ ରହୁଛି। ମୋତେ ସେ ପ୍ରତ୍ୟେକ ମାସରେ ଲକ୍ଷେ ଟଙ୍କା ଲେଖା ଚାନ୍ଦା ମାଗୁଥିଲେ। ଆପଣ ବୁଝିପାରୁଥିବେ ମୁଁ କହିବାକୁ କ'ଣ ଚାହୁଁଛି। ମୁଁ ଏଠି ଡାଇରେକ୍ଟ ମନା କରିଦେଇଥିଲି। ତାପରେ ସେମାନେ ଆକ୍ରୋଶମୂଳକ ଭାବରେ ସେ ଘର ଭାଙ୍ଗିବା କଥା ନେଇ ହଉ କି ମୋ କାମ ଫାମ ବନ୍ଦ କରିବା କଥା ହଉ, ବିଲ୍ ଫିଲ୍ ବନ୍ଦ କରିବା କଥା ହଉ, ତାପରେ ଏଇ ଜିନିଷ ସବୁ କରୁଛନ୍ତି ସେମାନେ। ତ ମୁଖ୍ୟ ଯିଏ ଦୋଷୀ ଅଛନ୍ତି ୟା ଦେହରେ ମହାକାଳପଡ଼ା ବିଧାୟକ ଅଛନ୍ତି। କାଲି ଯେତେବେଳେ ମୋତେ ସନ୍ଧ୍ୟାବେଳେ ଆଡ଼େ ଆଡ଼ମିସନ୍ କଲେ, ପ୍ରପର୍ ମୋର କେୟାର ନେଉଛନ୍ତି, ଡକ୍ଟର ଟାଇମ୍ରେ ଆସୁଛନ୍ତି ଆଉ ବହୁତ ବଢ଼ିଆ କରୁଛନ୍ତି ସେମାନେ। ଏବେ ଠିକ୍ ଅଛି, ଦେହଟା କାଫି ରିକଭରି ହେଲାଣି ମୋର। ଆଉ ସମସ୍ତେ ଭଲ କାର୍ଯ୍ୟ କରୁଛନ୍ତି ହସ୍ପିଟାଲରେ। ଜାଣିନି, ମୋର ସେନ୍ସ ନଥିଲା। ମୁଁ ଖାଲି ଏତିକି ମୋର ମନେ ଅଛି, ମୁଁ ପୋଲିସ ଗାଡ଼ି ଭିତରେ ବସିଥିଲି। ଗାଡ଼ି ଭିତରେ ହିଁ ବୁଲିଛି। କୋଉଠି ନେଇଛନ୍ତି କ'ଣ କରୁଛନ୍ତି ମୋର କିଛି ଜାଣିନି, ମୋର ସେନ୍ସ ହିଁ ନଥିଲା। ଯେତେବେଳେ ବ୍ଲକରୁ ପୋଲିସ ମୋତେ ଜବରଦସ୍ତି ଉଠେଇଲା ବିନା କାରଣରେ, ମୋ ମୋବାଇଲରେ ଭିଡ଼ିଓ କରୁଥିଲେ। ମୋ ମୋବାଇଲଟାକୁ ଛଡ଼େଇକି ତାପରେ ସେମାନେ ମୋତେ ମହାକାଳପଡ଼ା ବ୍ଲକରୁ ମହାକାଳପଡ଼ା ଥାନା ପର୍ଯ୍ୟନ୍ତ ଯେଉଁ 5-10 ମିନିଟ୍ ରାସ୍ତା, ସେଇଠି ମୋତେ ବହୁତ ଟର୍ଚର୍ କରୁଛି। ହଁ, ଟିକେ ଆମକୁ ଯେଉଁମାନେ ଦେଖା କରିବାକୁ ଆସୁଛନ୍ତି ଟିକେ ଷ୍ଟ୍ରେଟ୍ କରିଦେଇଛନ୍ତି। ଆଉ ଯେଉଁମାନେ ଆସୁଛନ୍ତି ତାଙ୍କୁ ଯଦି 1-2 ମିନିଟ୍ ସମୟ ଦିଅନ୍ତି ଭେଟିବାକୁ। ଦୂର ବାଟରୁ ଆସୁଛନ୍ତି, ଟିକେ ଭଲ ଲାଗନ୍ତା। ଆଉ ମୋର ଏସ୍ପିଙ୍କ ଉପରେ ଆଉ ଆମର ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଭରସା ଅଛି। କୋଉଠି ନା କୋଉଠି ସେ ମୋତେ ନ୍ୟାୟ ଦେବେ। ବାକି ଆଉ କିଛି କହିବାକୁ ଏଫଆଇଆର୍ ଦିଆହେଇଛି। 6-7 ଜଣ ନାଁରେ ଏଫଆଇଆର୍ ଦିଆହେଇଛି। ତା ଦେହରେ ପୋଲିସ SI ବି ଇନଭଲ୍ଭ ଅଛନ୍ତି, ଆଇଆଇସି ବି ଅଛନ୍ତି। ମହାକାଳପଡ଼ାର ଆଇଆଇସି ମୋତେ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଆଉ ମହାକାଳପଡ଼ା ବିଧାୟକଙ୍କର ବି କୋଉଠି ହାତ ରହୁଛି। ମୋତେ ସେ ପ୍ରତ୍ୟେକ ମାସରେ ଲକ୍ଷେ ଟଙ୍କା ଲେଖା ଚାନ୍ଦା ମାଗୁଥିଲେ। ଚାନ୍ଦା ନ ଦେଇପାରିଲି, ମୋତେ ଫେଭର୍ ମାଗିଥିଲେ। ତ ସେଇଟା ନ କରିପାରିଲି, ମୋ ପଛରେ ଲାଗିଛନ୍ତି, ପଡ଼ିଯାଇଛନ୍ତି। ମୋତେ ଯେତେବେଳେ ଥାନାକୁ ଡାକିକି ନେଲେ, ପାଖାପାଖି 1:30-2ଟା ସମୟ ହେବ। ମୋ ଦେହ ଏତେ ଖରାପ ହେଲା, ମୋତେ କେନ୍ଦ୍ରାପଡ଼ା ନେଇ ଆସିଲେ। ବଟ୍ ମୁଁ ଥାନାରେ ବସିକିରି ଏଫଆଇଆର୍ ଲେଖିଥିଲି। ବଟ୍ ଦେଇପାରିନଥିଲି ମୋ ଦେହ ଅସୁସ୍ଥ ଯୋଗୁଁ। ରାତିରେ ମୁଁ ପଠେଇଲି, ମୋ ମାଆଙ୍କ ବାପାଙ୍କ ହାତରେ ଏଫଆଇଆର୍ ପଠେଇଲି। ସେମାନେ କହିଲେ ଆମର ନେଟ୍ ଚାଲୁନି, ଆମେ ସେଇଟାକୁ କେସ୍ କରିପାରୁନୁ, କାଲିକି କରିଦେବୁ। ବାକି ମୁଁ ଜାଣିନି କିଛି ସେ କଥାରେ। ଆରମ୍ଭ ଯେତେବେଳେ ମହାକାଳପଡ଼ା ବିଧାୟକ ମୋତେ ମାସକୁ ଲକ୍ଷେ ଟଙ୍କା ଲେଖା ବଟି ମାଗିଲେ, ଇଟା ଭାଟି ବାଲାଙ୍କ କତିରୁ ପଇସା ନେଉଛନ୍ତି, ବାଲି ମାଫିଆଙ୍କ କତିରୁ ପଇସା ନେଉଛନ୍ତି, ମାଟି ମାଫିଆ କତିରୁ ବି ନେଉଛନ୍ତି। ସବୁ ନେଇକିରି ମୋତେ ଯଦି ଡେଭଲପମେଣ୍ଟ କାମରେ ଲକ୍ଷେ ଟଙ୍କା ମାଗିବେ, ମୁଁ କେଉଁଠୁ ଆଣିଦେବି? ମୁଁ ମନା କରିଦେଲି, ମୁଁ ଦେଇପାରିବିନି, ମୁଁ ଆପଣଙ୍କ ଦଳରେ କାମ କରିଛି। ତ ସେ ସେଠି ମୋତେ ଫେଭର୍ ମାଗିଥିଲେ। ତ ଆପଣ ବୁଝିପାରୁଥିବେ ମୁଁ କହିବାକୁ କ'ଣ ଚାହୁଁଛି। ମୁଁ ଏଠି ଡାଇରେକ୍ଟ ମନା କରିଦେଇଥିଲି। ତାପରେ ସେମାନେ ଆକ୍ରୋଶମୂଳକ ଭାବରେ ସେ ଘର ଭାଙ୍ଗିବା କଥା ନେଇ ହଉ କି ମୋ କାମ ଫାମ ବନ୍ଦ କରିବା କଥା ହଉ, ବିଲ୍ ଫିଲ୍ ବନ୍ଦ କରିବା କଥା ହଉ, ତାପରେ ଏଇ ଜିନିଷ ସବୁ କରୁଛନ୍ତି ସେମାନେ। ତ ମୁଖ୍ୟ ଯିଏ ଦୋଷୀ ଅଛନ୍ତି ୟା ଦେହରେ ମହାକାଳପଡ଼ା ବିଧାୟକ ଅଛନ୍ତି। ଧମକ କେବଳ MLAଙ୍କ ସାଇଡ଼ରୁ ଆସିଥିଲା, ଆଗରୁ ବି ଆସିଥିଲା। ମୁଁ ଗଣମାଧ୍ୟମରେ କହିଥିଲି ମୋ ଜୀବନ ପ୍ରତି ବିପଦ ଅଛି। ବଟ୍ ସେଇମାନେ ହିଁ ସେଦିନ ମୋତେ ଆକ୍ରମଣ କଲେ। ମୋ ମୋବାଇଲଟା ଯଦି SP ସାର୍ ଦେଇଦିଅନ୍ତେ, ମୋ ମୋବାଇଲ ମୋ ଭାଇ ମୋବାଇଲ, ତା ଦେହରେ ଆମର ଫୁଟେଜ୍ ଅଛି, ସମସ୍ତଙ୍କ ମୁହଁ ବି ସେଥିରେ ଅଛି। ତ ମୁଁ ଏଇଟା ପବ୍ଲିଶ୍ କରିପାରନ୍ତି। ସେଇମାନେ ହିଁ ମୋତେ ବାରମ୍ବାର ଧମକ ଦେଇଛନ୍ତି। କେବେ ଦୁର୍ଗା ଭାଇଙ୍କ ପିଲା, ତୁମ ଅବସ୍ଥା ଖରାପ କରିଦେବୁ, ତୁମ ରେପ୍ କରିଦେବୁ, ବହୁତ କିଛି କହିଛନ୍ତି। ମୋତେ ତ ଲାଗୁନି ଆମ MLA ଯିଏ ଅଛନ୍ତି BJPର ସେ ସପୋର୍ଟ କରିବେ ବୋଲି। କାରଣ ବର୍ତ୍ତମାନ ଲଢ଼େଇଟା ତାଙ୍କ ସାଙ୍ଗରେ ମୋର ଚାଲିଛି। ତ ମୁଁ କୋଉଠି ନା କୋଉଠି ଆଶା କରୁଛି, ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ, ସେ ନିଶ୍ଚିନ୍ତ ମୋ କଥା ଶୁଣି ମୋତେ ଡାକିବେ ବୋଲି ଆଶା ରଖିଛି।
ସେଇଟା ତ ମୁଁ କହିପାରିବିନି ଦଳ କେତେ ଜୋର କାର୍ଯ୍ୟାନୁଷ୍ଠାନ ନେବ। ବଟ୍ ଯଦି ଏଇଭଳିଆ ଏମଏଲ୍ଏକୁ ସାଙ୍ଗରେ ଆମେ ରଖିବା ତାହେଲେ ଆମେ ପଞ୍ଚାୟତରେ କ'ଣ ବ୍ଲକରେ ବହୁତ ଦୁର୍ନୀତିରେ ଭରିଯିବ ଆଉ ଅନ୍ୟାୟ ଅତ୍ୟାଚାର ବଢ଼ିଯିବ। ତ ମୁଁ ମୁଖ୍ୟମନ୍ତ୍ରୀକି ରିକ୍ୱେଷ୍ଟ କରିବି ଏଇଭଳିଆ ଲୋକକୁ ଦଳରୁ ସସ୍ପେଣ୍ଡ କରିବା ଦରକାର। ମୋ କତିରୁ ଫେଭର୍ ଚାହୁଁଥିଲେ, ଗୋଟେ ଝିଅଠାରୁ ଗୋଟେ ପୁଅ କ'ଣ ଚାହେଁ, ତ ମୁଁ ଏଇଟା ମନା କରିଥିଲି ଡାଇରେକ୍ଟ। ତାପରେ ବଟି ଦେବାକୁ ବି ମନା କରିଥିଲି। କୋଉଠି ନା କୋଉଠି ଆକ୍ରୋଶ ରଖିକି ସେଇ ଜିନିଷ କରିଛନ୍ତି। ମୁଁ ବି ତାଙ୍କୁ କହିଥିଲି ଆପଣ ଏମିତି କହୁଛନ୍ତି ମୁଁ ଏଇଟା ଡିକ୍ଲାର କରିଦେବି। ତାପରେ ସେମାନେ ମୋତେ ଟାର୍ଗେଟ୍ କରିଥିଲେ। ମୁଁ ଏବେ ଚାହୁଁଛି ମୋ ବ୍ଲକର ଯେତିକ ଡେଭଲପମେଣ୍ଟ କାମ ପଡ଼ିକି ରହିଛି ତା'ର ବିଲ୍ ପାସ୍ କରାଯାଉ। ଯେଉଁ ବିଡିଓ ଅଛନ୍ତି ତହସିଲଦାର ବିଡିଓ ଚାର୍ଜରେ ଅଛନ୍ତି ତାଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଇଆଇସିଙ୍କି ବି ମଧ୍ୟ କାର୍ଯ୍ୟରୁ ବହିଷ୍କାର କରାଯାଉ ଏବଂ ଯେଉଁ ଏସ୍ଆଇ ମ୍ୟାଡ଼ାମ୍ ଅଛନ୍ତି ତାଙ୍କୁ ବି ମଧ୍ୟ ବହିଷ୍କାର କରାଯାଉ ଆଉ ତାଙ୍କ ସହିତ ବିଧାୟକ ବି। ଆଉ ଯେଉଁ ପିଲାମାନେ ଗାଳି ଗୁଲଜ କରୁଛନ୍ତି ସେମାନଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ।